हेलो एवरीवन, वेलकम टू आवर चैनल। तो आम जो ओटीटी वीडियो सीरीज आम स्टार्ट करथिले तो अशोक एवं खारबेल रिलेटेड किसी एमसीक्यूज अच्छी पाखापाखि 30 टी क्वेश्चन अच्छी ए वीडियो रे हम डिस्कस करिया। बहुत छोट चैप्टर टी तो आम डेरी नक स्टार्ट करछु। प्रथम क्वेश्चन आसला, महामेघवाहन वंशर सर्वश्रेष्ठ राजा किए थिले? तो महामेघवाहन सर्वश्रेष्ठ राजा आम जानिछे समस्ते ऐर खारबेल थिले। तो प्रश्न आसे कि खारबेल केउ वंशर शासक? हम जानले एठी महामेघवाहन वंशर। खारबेलଙ୍କର ଜୀବନୀ କେଉଁ ଅଭିଲେଖରୁ ଜଣା ପଡେ? ବା ତମର କ୍ୱେଶ୍ଚିନ୍ ରେ ବି ଆସେ, ଏଇଟା ତ ଆନ୍ସର ହେଲା ହାତୀ ଗୁମ୍ଫା ଅଭିଲେଖ। ନହେଲେ ଆନ୍ସର ବି କ୍ୱେଶ୍ଚିନ୍ ଆସେ କି ହାତୀ ଗୁମ୍ଫା ଅଭିଲେଖରୁ କେଉଁ ଶାସକଙ୍କର ଜୀବନୀ ଜଣା ପଡେ? ତ ଆନ୍ସର ହବ ଖାରବେଳ, ମହାମେଘବାହାନ ଐର ଖାରବେଳ। ଆଉ ହାତୀ ଗୁମ୍ଫା ଅଭିଲେଖ କେଉଁଠାରେ ଅବସ୍ଥିତ? ଆମ ଯୋଉ ଉଦୟଗିରି ଗୁମ୍ଫା ଅଛି ଭୁବନେଶ୍ୱରରେ, ସେଇଠାରେ ଅବସ୍ଥିତ। ଖାରବେଳ କେଉଁ ଧର୍ମର ଅନୁଗାମୀ ଥିଲେ? ଜୈନ ଧର୍ମର ସେ ଅନୁଗାମୀ ଥିଲେ। ଆଉ ଜୈନ ଧର୍ମ ଲୋକଙ୍କ ପାଇଁକା ହିଁ ଏଇ ଖଣ୍ଡଗିରି ଉଦୟଗିରିରେ ଆମର ଅଛି, ତାଙ୍କ ପାଇଁକା ବି ନିର୍ମାଣ କରିଥିଲେ ସେ। ଯେଉଁ ଜାଗାରେ ଜୈନ ସାଧୁ ମାନେ ତାଙ୍କର ବା ଜୈନ ତପସ୍ୱୀ ମାନେ ତାଙ୍କର ଧ୍ୟାନ କରିପାରିବେ, ତ ସେଇ ନିମନ୍ତେ ସେ ଗୁମ୍ଫା ନିର୍ମାଣ କରିଥିଲେ। ତ ଖାରବେଳ କେତେ ବର୍ଷ ବୟସରେ ଯୁବରାଜ ହୋଇଥିଲେ? କରେକ୍ଟ ଆନ୍ସର ହଉଛି 15 ବର୍ଷ ବୟସରେ ଯୁବରାଜ ହୋଇଥିଲେ। ରାଜା ହେଇଥିଲେ ସେ 24 ବର୍ଷ ବୟସରେ। ଆଉ ତାଙ୍କ ରାଣୀ ଥିଲେ ଲଳାକା ହସ୍ତି ସିଂହଙ୍କର କନ୍ୟା। ସେ ପ୍ରଥମ ବର୍ଷ ତାଙ୍କର ଯୋଉ ଶାସନର କେଉଁ ବର୍ଷରେ କଣ କରିଥିଲେ ସେଇ ହାତୀ ଗୁମ୍ଫାର ଅଭିଲେଖରେ ଲେଖା ହେଇଛି, ତେଣୁ କରି କ୍ୱେଶ୍ଚିନ୍ ବି ଆସେ। ପ୍ରଥମ ବର୍ଷରେ ସେ ରାଜଧାନୀ ମରାମତି କାମ କରିଥିଲେ। ହି ରିପେୟାର୍ଡ ଦ କ୍ୟାପିଟାଲ ସିଟି। ତାଙ୍କ ରାଜଧାନୀ କଣ ଥିଲା? କଳିଙ୍ଗ ନଗର। ତାପରେ ସେ କେତେ ବର୍ଷ ପୁରୁଣା ଏକ କେନାଲର ପୁନରୁଦ୍ଧାର କରିଥିଲେ? 300 ବର୍ଷ ପୁରୁଣା ଏକ କେନାଲର ସେ ପୁନରୁଦ୍ଧାର କରିଥିଲେ। ତାଙ୍କ ସମୟରେ କଳିଙ୍ଗର ପ୍ରସିଦ୍ଧ ବନ୍ଦର କେଉଁଠି ଥିଲା? ପାଲୁର ବନ୍ଦର ତାଙ୍କ ସମୟରେ ପ୍ରସିଦ୍ଧ ବନ୍ଦର ଥିଲା। ସେ ଡିମିଟ୍ରିୟସ୍ ରାଜାଙ୍କୁ ପରାସ୍ତ କରିଥିଲେ ଏବଂ ମଗଧରୁ ଜିନ ମୂର୍ତ୍ତିଙ୍କୁ ଫେରାଇ ଆଣିଥିଲେ। ଏଇ ଜିନ ମୂର୍ତ୍ତି ମଗଧର ସମ୍ରାଟ ବୋଧେ ମହାପଦ୍ମନନ୍ଦଙ୍କ ସମୟରେ ପଳେଇଥିଲା କଳିଙ୍ଗରୁ, ତେଣୁକରି ସେ ମଗଧରୁ ଫେରାଇ ଆଣିଥିଲେ ଜିନ ମୂର୍ତ୍ତି। ଖାରବେଳ କେଉଁ ଗୁମ୍ଫା ନିର୍ମାଣ କରାଯାଇଥିଲେ? ଉଦୟଗିରି ଏବଂ ଖଣ୍ଡଗିରି। ତ ଖାରବେଳଙ୍କ ରିଲେଟେଡ ଏତିକି କ୍ୱେଶ୍ଚିନ୍ ତୁମର ଥିଲା ସପ୍ତମ ଶ୍ରେଣୀ ବହି ଅନୁସାରେ ମୁଁ କହୁଛି, କାହିଁକିନା ତୁମର ଯୋଉ କ୍ୱେଶ୍ଚିନ୍ସ ଆସୁଛି ସପ୍ତମ ଅଷ୍ଟମ ମ୍ୟାକ୍ସିମମ୍ କ୍ୱେଶ୍ଚିନ୍ ଆସୁଛି ତାରି ଭିତରୁ, ଆଉ ଦଶମ ଶ୍ରେଣୀର କିଛି ଇତିହାସରୁ ଆସୁଛି। ତେଣୁକରି ସପ୍ତମ ଶ୍ରେଣୀ ଯେତିକି ଅଛି ତାରି ଭିତରୁ କ୍ୱେଶ୍ଚିନ୍ ବହିଟି ବନେଇଛି। ନିମ୍ନଲିଖିତ ମଧ୍ୟରୁ ମୌର୍ଯ୍ୟ ବଂଶର ପ୍ରସିଦ୍ଧ ସମ୍ରାଟ କିଏ ଥିଲେ? ଆକ୍ଚୁଆଲି ଏଠି ଅପସନ୍ସ ଯାହା ଦେଇଛି ତା ଭିତରୁ ସମ୍ରାଟ ଅଶୋକ କହିବା, ନହେଲେ ତ ବହୁତ ଗୁଡେ ଅପସନ୍ ଅଛି। ତ ଚୋଡଗଙ୍ଗ ଦେବ ନଥିଲେ, ଦଶରଥ ନଥିଲେ, ବୃହଦ୍ରଥ ନଥିଲେ, ତେଣୁକରି ଅଶୋକ। ଅଶୋକ କାହାର ପୁତ୍ର ଥିଲେ? ରାଜା ବିନ୍ଦୁସାରଙ୍କର ପୁତ୍ର ଥିଲେ ଏବଂ ଅଶୋକ 273 ମସିହାରେ ସିଂହାସନ ଆରୋହଣ କରିଥିଲେ। ପ୍ରଶ୍ନ ଆସେ, କଳିଙ୍ଗ ଯୁଦ୍ଧ କେଉଁ ବର୍ଷରେ ହେଇଥିଲା? 261 ମସିହାରେ କଳିଙ୍ଗ ଯୁଦ୍ଧ ହେଇଥିଲା ଏବଂ କଳିଙ୍ଗ ଯୁଦ୍ଧ ପରେ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଇଥିଲେ ଅଶୋକ, ତେଣୁ ସେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ। ଅଶୋକଙ୍କୁ କେଉଁ ଉପାଧିରେ ଜଣାଯାଏ? ତାଙ୍କୁ ଦେବନାମ ପ୍ରିୟ ବୋଲି କୁହାଯାଏ ଏବଂ ପ୍ରିୟଦର୍ଶୀ ବୋଲି ମଧ୍ୟ କୁହାଯାଏ, ତେଣୁ ଉଭୟ କରେକ୍ଟ ଆନ୍ସର ରହିବ। ଉଭୟ ଦେବନାମ ପ୍ରିୟ ଏବଂ ପ୍ରିୟଦର୍ଶୀ ବୋଲି କୁହାଯାଏ। ଅଶୋକଙ୍କ ଶିଳାଲିପି ଓଡ଼ିଶାରେ କେଉଁଠାରେ ମିଳିଛି? ଓଡ଼ିଶାରେ ଥିବା ଧଉଳି ଏବଂ ଜଉଗଡ଼ ଠାରେ ଅଶୋକଙ୍କର ଶିଳାଲିପି ଦେଖିବାକୁ ମିଳିଛି। ଧଉଳି କେଉଁ ନଦୀ କୂଳରେ ଅବସ୍ଥିତ? ଦୟା ନଦୀ କୂଳରେ ଅବସ୍ଥିତ। କଳିଙ୍ଗ ଯୁଦ୍ଧରେ ପ୍ରାୟ 1 ଲକ୍ଷ ଲୋକ ନିହତ ହୋଇଥିଲେ ବୋଲି ଯାହା ଆମ ପାଖରେ ଇନଫର୍ମେସନ ଅଛି। ପ୍ରାୟ କେତେ ଲୋକ ବନ୍ଦୀ ହେଇଥିଲେ? 1.5 ଲକ୍ଷ ଲୋକ ବନ୍ଦୀ ହେଇଥିଲେ। ହ୍ୱାଟ ୱାଜ ଦ ବେସିସ୍ ଅଫ ଅଶୋକସ୍ ଧମ୍ମା? ଧମ୍ମାର ମୂଳ ଆଧାର କଣ ଥିଲା? ଅହିଂସା, ସହିଷ୍ଣୁତା, ନୈତିକତା, ଏ ସମସ୍ତ ଥିଲା ଅଶୋକଙ୍କର ଧର୍ମର ମୂଳ ଆଧାର। ଅଶୋକ କେଉଁଠାରେ ତୃତୀୟ ବୌଦ୍ଧ ସଂଗତି ଆୟୋଜନ କରିଥିଲେ? ତ କରେକ୍ଟ ଆନ୍ସର ହଉଛି ପାଟଲିପୁତ୍ର ଠାରେ। ଅଶୋକଙ୍କର ପୁତ୍ରଙ୍କ ନାମ କଣ ଥିଲା? ମହେନ୍ଦ୍ର। ତାଙ୍କର କନ୍ୟାଙ୍କ ନାମ ଥିଲା ସଂଘମିତ୍ରା ଏବଂ ତାଙ୍କ ମୃତ୍ୟୁ 232 ମସିହାରେ, ଆଚ୍ଛା 232 ଖ୍ରୀଷ୍ଟ ପୂର୍ବ ଆମେ
ତ 232 ଖ୍ରୀଷ୍ଟପୂର୍ବରେ ଅଶୋକଙ୍କର ମୃତ୍ୟୁ ହେଇଥିଲା କାରଣ ଏଟା ବିଫୋର କ୍ରାଇଷ୍ଟ ଏରା ଅଛି। ତ ଏତିକି ହିଁ ଆମକୁ କ୍ୱେଶ୍ଚନ୍ସ ଥିଲା ଯେତିକି ମୁଁ ତିଆରି କରିପାରିଲି ଏଇ ଚାପ୍ଟରରୁ କେବଳ ଅଶୋକ ଏବଂ ଖାରବେଳଙ୍କ ଉପରେ। ତ ଆଉ ଅଲଗା ବି କ୍ୱେଶ୍ଚନ୍ସ ବନିପାରିବ କିନ୍ତୁ ସ୍କୋପ୍ ଭିତରେ ଆମର ଯେତିକି ଅଛି ଓଟିଇଟି ପାଇଁକା ଦେଖିବାକୁ ଗଲେ ଆମର ଯୋଉ ସପ୍ତମ ଅଷ୍ଟମ ବହି ଦେଖିବାକୁ ଗଲେ ଏତିକି ହିଁ ଆମର ମ୍ୟାକ୍ସିମମ୍ ଆମେ କ୍ୱେଶ୍ଚନ୍ ପାଉଛେ। ୟାଠୁ ଅଧିକ ଆଉ ବେଶୀ ଯଦି ଦେଖିବାକୁ ଯିବା ତାହେଲେ ସେଟା ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ ପାଇଁକା ଓପିଏସସି ପାଇଁକା ଆମର ସେଇ ସିଲାବସରେ ପଳେଇ ଆସିବ। ଯଦି ଅଧିକ କ୍ୱେଶ୍ଚନ୍ ଦରକାର ପଡ଼ିଲେ ଆପଣ ମେସେଜ କଲେ ଆମେ ଆଣିପାରିବା। ସୋ ଏତିକିରେ ଆମେ ଭିଡ଼ିଓଟି ରଖିବା। ମୁଁ କହିଥିଲି ଅଲରେଡି କି ଛୋଟ ହବ ଭିଡ଼ିଓଟି, ମାତ୍ର 30ଟି କ୍ୱେଶ୍ଚନ୍ ମୁଁ ଆଣିଥିଲି। ସୋ ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଏବଂ ସବସ୍କ୍ରାଇବ କରିବେ, କମେଣ୍ଟ ଦେବାକୁ ଭୁଲିବେ ନାହିଁ। ଏତିକି କହି ରଖୁଛୁ। ଜୟ ହିନ୍ଦ, ଜୟ ଭାରତ।